ଚାଲନ୍ତୁ ଆଜି ଆମେ ଜାଣିବା କିସମିସ୍ କିପରି ତିଆରି ହୁଏ। କିସମିସ୍ ପାଇଁ ମିଠା ଅଙ୍ଗୁରୁ ନିହାତି ଦରକାର। ଅଙ୍ଗୁରୁ ମିଠା ନଥିଲେ କିସମିସ୍ ହୋଇପାରିବ ନାହିଁ। ଅଙ୍ଗୁରୁ ମିଠା ହେବା ପରେ କିସମିସ୍ ପାଇଁ ଗଛରୁ ତୋଳାଯାଏ। ଏହି ଅଙ୍ଗୁରରେ ମଞ୍ଜି ନଥାଏ ଏବଂ ଏହି ଅଙ୍ଗୁରର ଆକାର ଗୋଲେଇ ଥାଏ। ପ୍ରଥମ ପ୍ରୋସେସରେ ଅଙ୍ଗୁର ଗୁଡ଼ିକୁ ଫ୍ୟାକ୍ଟ୍ରି ନିଆଯାଏ। ଏହାପରେ ଅଙ୍ଗୁରକୁ କେମିକାଲରେ ବୁଡ଼ାଇ ରଖାଯାଏ ଏବଂ ଏହିଭଳି ଜାଲରେ ଶୁଖିବା ପାଇଁ ରଖାଯାଏ। ଏହାକୁ 15 ଦିନ ପାଇଁ ଶୁଖିବାକୁ ରଖାଯାଏ। ଏହି 15 ଦିନ ଭିତରେ ଧ୍ୟାନ ରଖାଯାଏ ଯେପରି ବର୍ଷା ନ ହୁଏ। ବର୍ଷା ଦ୍ୱାରା କିସମିସ୍ ନଷ୍ଟ ହୋଇଯାଏ। 15 ଦିନ ପରେ ଅଙ୍ଗୁର ଗୁଡ଼ିକ ଏହିପରି ଦେଖାଯାଏ, ଗୋଲ୍ଡେନ କଲରର। ନେକ୍ସଟ ପ୍ରୋସେସରେ ଏହିପରି ଅଙ୍ଗୁର ବାହାର କରାଯାଏ। ଏହି ପ୍ରୋସେସଟି ରାତିରେ କରାଯାଏ। ନେକ୍ସଟ ପ୍ରୋସେସରେ ଏସବୁକୁ ଗୋଟେ ବକେଟରେ ରଖାଯାଏ ଏବଂ ନାଡ଼ି ସବୁ ମେସିନ ସାହାଯ୍ୟରେ ବାହାର କରାଯାଏ। ଶେଷରେ କ୍ୱାଲିଟି ହିସାବରେ କିସମିସ୍ ଅଲଗା ଅଲଗା କରି ପ୍ୟାକିଂ କରାଯାଏ ଏବଂ ମାର୍କେଟରେ ଛଡ଼ାଯାଏ। 4 କେଜି ଅଙ୍ଗୁରରୁ 1 କେଜି କିସମିସ୍ ବାହାରିଥାଏ। ଏହା ଥିଲା କିସମିସ୍ ତିଆରିର ଡିଟେଲ୍ସ ଭିଡ଼ିଓ।